ଆସନ୍ତୁ ଜାଣିବା ଏଆଇ କେମିତି ମାର୍କେଟ ଭିତରୁ ଭଲ ସେଟଅପ୍ ଖୋଜି ବାହାର କରେ। ମାର୍କେଟରେ ତ ବହୁତ କିଛି ଚାଲିଥାଏ, ତେବେ ଗୋଟେ ମେସିନ୍ ଏହାକୁ କେମିତି ବୁଝେ? ଏହାର ଆରମ୍ଭ ହୁଏ ଟାଇଟାନ୍ V2 ଇଞ୍ଜିନ୍ରୁ, ଯାହା ମାର୍କେଟର ମୂଳ ଢାଞ୍ଚାକୁ ବିଶ୍ଳେଷଣ କରେ। ଆସନ୍ତୁ ଏହି ପୂରା ପ୍ରକ୍ରିୟାକୁ ତିନୋଟି ସରଳ ଭାଗରେ ବୁଝିବା। ସବୁଠୁ ଆଗ ଏଆଇ ପୂରା ମାର୍କେଟର ମାହୋଲଟା କେମିତି ଅଛି ସେଇଟା ଦେଖେ। ଏକ ରେଜିମ୍ କହେ ମାର୍କେଟର ମୁଡ୍ କ'ଣ, ମାନେ ଏହା ଟ୍ରେଣ୍ଡିଂ, ସାଇଡୱେଜ୍ ନା କମ୍ପ୍ରେସ୍ ହେଉଛି। ଏହାଦ୍ୱାରା ଏଆଇ ନିଜ ଷ୍ଟ୍ରାଟେଜି ବଦଳାଇ ପାରେ, କେତେବେଳେ ଆକ୍ରମଣାତ୍ମକ ଆଉ କେତେବେଳେ ସୁରକ୍ଷାତ୍ମକ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପ୍ରତି ରେଜିମ୍ରେ ବଟର କାମ କରିବାର ଢଙ୍ଗ ବଦଳିଯାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାର୍କେଟ ଅନୁସାରେ ଏହାର ଏହି ଅଟୋମେଟିକ୍ ଆଡାପ୍ଟେସନ୍। ଚାଲନ୍ତୁ ଏବେ ଦ୍ୱିତୀୟ ସ୍ତରକୁ ଯିବା, ଯୋଉଠି ଜେମ୍ସ ଇଞ୍ଜିନ୍ ମୋମେଣ୍ଟମ୍ ଚିହ୍ନଟ କରେ। ଜେମ୍ସ ଇଞ୍ଜିନ୍ ଦୁଇ ପ୍ରକାରର ମୋମେଣ୍ଟମ୍ ସିଗ୍ନାଲ ଦିଏ, ଗୋଲ୍ଡ ଜେମ୍ସ ଆଉ ସିଲଭର ଜେମ୍ସ। ଆଉ ଯେତେବେଳେ ଗୋଟେ ସିଗ୍ନାଲ 2ରୁ 5 ଥର ରିପିଟ୍ ହୁଏ, ସେଟଅପ୍ ଆହୁରି ମଜବୁତ ହୋଇଯାଏ। କିନ୍ତୁ ସବୁ ସିଗ୍ନାଲ ସମାନ ନୁହଁ। ଏଇଠି କାମରେ ଆସେ ଶେଷ ଫିଲ୍ଟର, ଏଆଇ କନଫିଡେନ୍ସ ସ୍କୋର। ପ୍ରତି ସମ୍ଭାବ୍ୟ ସେଟଅପ୍କୁ 0ରୁ 100 ଭିତରେ ଏକ କ୍ୱାଲିଟି ସ୍କୋର ଦିଆଯାଏ। ଏହି ସ୍କୋର ବ୍ୟବହାର କରି କେବଳ ସବୁଠୁ ଭଲ ମାନେ ହାଇ କ୍ୱାଲିଟି ସେଟଅପ୍ ପାଇଁ ଫିଲ୍ଟର କରାଯାଏ। ଯେମିତିକି ବ୍ରଡ୍କୁ କେବଳ 85 କିମ୍ବା ତାଠୁ ଅଧିକ ସ୍କୋର ଥିବା ଟ୍ରେଡ୍ ନେବାକୁ ସେଟ୍ କରିବା। ତେବେ ଆସନ୍ତୁ ଦେଖିବା ଏହି ସବୁ ଲେୟର ମିଶି କେମିତି ଗୋଟେ ହାଇ ପ୍ରୋବାବିଲିଟି ସେଟଅପ୍ ଖୋଜେ। ଏହା ଏକ ଲଜିକାଲ ଫନେଲ। ପରିବେଶକୁ ବୁଝ, ସୁଯୋଗକୁ ଚିହ୍ନଟ କର ଆଉ ତାର କ୍ୱାଲିଟି ଯାଞ୍ଚ କର। ଏହି ପୂରା ପ୍ରୋସେସ୍ ସିଷ୍ଟମକୁ ଅଟୋମେଟିକ୍ ଭାବେ ରିସ୍କ ପ୍ୟାରାମିଟର ଆଡଜଷ୍ଟ କରିବାରେ ସାହାଯ୍ୟ କରେ। ତେବେ ପ୍ରଶ୍ନ ଉଠୁଛି, ଯଦି ଏଆଇ ମାର୍କେଟର ଷ୍ଟ୍ରକ୍ଚର ଶିଖିପାରୁଛି, ଟ୍ରେଡିଂର ଭବିଷ୍ୟତ କ'ଣ ହେବ?